ମୁଁ ତ ନିଜେ ଦେଖୁଛି ଏଇଟା ଆମର ଡକ୍ଟର ସମସ୍ୟା ବହୁତ ଅଛି। ତ ଆମର ଏଠି କି ଠିକ ସେ ବି ଦେଖୁନାହାନ୍ତି। ଡକ୍ଟରକୁ ଆମର ସୁମୁଣ୍ଡଳ ଡେପୁଟେସନରେ ପଠେଇଛନ୍ତି, ପୁଣି ଆମର ସେଇଠି ବେଗୁନପଡା ପଠେଇ ଦେଇଛନ୍ତି। ତ ଆମର ଏଇଠୁ କିଛି ଲୋକ ମତେ ଯାଇ କହିଲେ ଯେ ଡକ୍ଟର ଏଠି ଠିକ ସେ ଦେଖୁନାହାନ୍ତି। କହିବାରୁ ଆମେ ସବୁ ଆସିଲୁ ଏଠି ବସିଲୁ ଧାରଣାରେ। ତ ମୁଁ ଆମର ବିଧାୟକ ସାରକୁ ବି ଜଣେଇଥିଲି ଚିଠି ବି ମାଧ୍ୟମରେ ଲେଖିକି ପଠେଇଥିଲି ମୁଁ। ତ ଆମର ସେ ସବୁ ଠିକ ଥିଲା, ଠିକ ସେ ଦେଖୁନାହାନ୍ତି, ଆମ ଡକ୍ଟରକୁ ପଠେଇ ଦଉଛନ୍ତି ସେଇଠି। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବହେଳା ତ ଚରମ ଅବହେଳା ଚାଲିଛି। ଆପଣ ଦେଖୁଛନ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ। ଆମର ଏଠି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର CHCL ମଧ୍ୟ ବିଭିନ୍ନ ଡକ୍ଟର ମାନଙ୍କର ପଦବୀ ବିକାଶ, ଯେମିତି ଆମେ କହିବା ବିଭିନ୍ନ ପଦବୀ ଅର୍ଥୋପେଡିକ୍ସ ହଉ, ସର୍ଜରୀ ହଉ, ପେଡିଆଟ୍ରିକ ହଉ, ଗାଇନୋକୋଲୋଜି ବିଭିନ୍ନ ପଦବୀ ସୃଷ୍ଟି ହେଇଛି, କିନ୍ତୁ କୌଣସି ସ୍ପେଶାଲିଷ୍ଟଙ୍କ ସୁବିଧା ଆମକୁ ପାଇପାରୁନି। ବିଭିନ୍ନ ପ୍ରଶାସନିକ ଲୋକ ନା କିଛି ଦୃଷ୍ଟିଗୋଚର ଦଉଛନ୍ତି, ନା ଆମେ ଭୋଟ ଦେଇଥିବା ପ୍ରତିନିଧି ଯୋଉମାନେ ଅଛନ୍ତି ଆମର ପ୍ରଶାସନ ଫଳରେ ଯୋଉମାନେ ଅଛନ୍ତି ଓଡିଶା ଲୋକମାନଙ୍କୁ ତ ବର୍ତ୍ତମାନ ସରକାର କହୁଛନ୍ତି ଓଡିଆ ଅସ୍ମିତା ବୋଲି। କିନ୍ତୁ ଓଡିଆ ଅସ୍ମିତାର ମୂଲ୍ୟ ତମର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଦେଖିବାକୁ ପାଉନି। ଆଜ୍ଞା ଟ୍ରିପଲ ଇଞ୍ଜିନ ସରକାର ବୋଲି ତ ଲୋକ ପ୍ରତିନିଧି ମାନେ କହୁଛନ୍ତି, ଯୋଉମାନେ ପଦବୀରେ ଅଛନ୍ତି, କିନ୍ତୁ ଟ୍ରିପଲ ଇଞ୍ଜିନ ସରକାର ମତେ ଲାଗୁଛି ଇଞ୍ଜିନରେ ବୋଧେ ତେଲ ନାହିଁ। ବୋଧେ ପ୍ରଶାସନ ବହୁତ ତାକୁ କଣ ଏମିତି ଚରମ ଅବହେଳା ଭିତରେ ରଖୁଛନ୍ତି କୋଦଳା ମୁଁ କହିପାରିବିନି। ଇଞ୍ଜିନ ବର୍ତ୍ତମାନ କୋମା, ତାକୁ ପାରାଲାଇସ୍ଡ ବୋଲି କୁହାଯାଏ। ବୋଧେ ଏଇ ଯୋଉ ପାରାଲାଇଜ ଶବ୍ଦଟା ବୋଧେ ଆମ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ ବୋଧେ ପରିଲିଖିତ ହେବା ଦଉଛି। ବିଭିନ୍ନ ଅସନ୍ତୋଷ, ସେଥିପାଇଁ ଆମେ ଗଣ ସତ୍ୟାଗ୍ରହ ହଉଛୁ। ସ୍ୱାଭିମାନ ମଞ୍ଚ ଆମେ ବହୁତ ତ୍ୱରିତ ପଦକ୍ଷେପ ନେଉଛି। ଆଗକୁ ମତେ ଦରକାର ପଡିଲେ ଏଇ ଗଣ ସତ୍ୟାଗ୍ରହ ଆଗକୁ ଜନ ଆନ୍ଦୋଳନ ହବ, ପ୍ରତି ସାହିରେ ପ୍ରତି ଛୋଟ ଛୋଟ ଲୋକମାନଙ୍କୁ ଆୱାରନେସ କରାହବ ଯେ କୋଦଳା ସ୍ୱାସ୍ଥ୍ୟ ପ୍ରତି କେତେ ଲୋକ ଅବହେଳା। ସରକାର ଆପଣ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଏ ଆପଣଙ୍କ ମାଧ୍ୟମରେ ମୁଁ ଆପଣ ସରକାରଙ୍କୁ ଅନୁରୋଧ କରୁଛି, ତୁରନ୍ତ ସରକାର ତାଙ୍କ ତରଫରୁ ପ୍ରତିଶ୍ରୁତି ମାଧ୍ୟମରେ ଆପଣ ଜଣାନ୍ତୁ କୋଦଳା ଲୋକଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ।